ଓ ତମେ ତାହେଲେ ମୋ ଭାଉଜ ରାଣୀ ବେଶଭୂଷରେ ତ ଲାଗୁଛ ଗୋଟେ ରାଜକୁମାରୀ। ହେଲେ ତମ ଚନ୍ଦ୍ରବଦନ ଟିକେ ଦେଖିପାରିବି? ଆରେ ଦିଅର ପୁଣି ଭାଉଜର ମୁଁ ଦେଖିପାରିବନି? ଏ ଦେଖ तो परिगटे चुलबुली झिया तो परिगटे चुलबुली झिया देखी नहीं दुनिया रे धीरे 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 पड़ी गली तो प्रेमरे धीरे 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 पड़ी गली तो प्रेमरे पड़ी गली तो प्रेमरे। ଆଚ୍ଛା ତମେ ହଁ ହଁ ମୁଁ ଆଲିସା। ତମେ ପରେ ମତେ ଭଲ ପାଉଥିଲ, ମତେ ବାହା ହେବାକୁ କଥା ଦେଇଥିଲ, ଆଉ ମୋ ବଡ଼ ଭାଇକୁ ବାହା ହେଇଗଲ। ଆରେ ଏସବୁ କରିପାରୁ କେମିତି? ହଁ ତମକୁ ଭଲ ପାଉଥିଲି ଆଉ କଥା ବି ଦେଇଥିଲି, କିନ୍ତୁ ତୋ ବଡ଼ ଭାଇକୁ ବାହା ହେଇଗଲି। ଏଥିରେ କ୍ଷତି କ'ଣ? ତା ମାନେ ଆମ ପ୍ରେମର କିଛି ବି ମୂଲ୍ୟ ନଥିଲା? ପ୍ରେମ ଭଲ ପାଇବା ଆଜିକାଲି ଗୋଟାଏ ଗୋଟାଏ ଟାଇମ୍ ପାସ୍, ତାର କିଛି ବି ମୂଲ୍ୟ ନଥାଏ। ତୁମକୁ ଭଲ ପାଇଥିଲି ଆଉ ତମ ବଡ଼ ଭାଇକୁ ବାହା ହେଇଗଲି। ଏଥିରେ ଅସୁବିଧା କ'ଣ? ସୁବିଧା ଅଛି? ତମେ ମତେ ଧୋକା ଦେଇଛ, ତୁମ ସ୍ୱାର୍ଥ ପାଇଁ ମୋ ପ୍ରେମକୁ ଗଇଠା ମାରିଛ, ଆଉ ଶେଷରେ ମୋ ବଡ଼ ଭାଇକୁ ବାହାଇଛ। ଟିକି ବି ଲାଜ ଲାଗିଲାଣି ତୁମକୁ? ଆରେ କହିଲି ପରା। ହଉ ହଉ ହେଇଗଲା। ତମେ ମୋ ପ୍ରତି ଯେଉଁ ଅନ୍ୟାୟ କରିଛ ତାର ଫଳ ତମେ ଭୋଗିବ। ତୁମର ପୁରୁଣା କଥା ସବୁ ଆମ ଘର ଲୋକଙ୍କ ଆଗରେ କହିଦେବି, ତାପରେ ତୁମକୁ ଧକ୍କା ମାରି ଏଇ ଘରରୁ ବାହାର କରିଦେବେ। ଚୁପ୍, একদম চুপ। ମୁଁ ଆଲିସ୍ ନାରୀ ନୁହେଁ, ଚଳନ୍ତା ନିଆ। ଏ କଥା ଯଦି ତୋ ଘର ଲୋକ କହିଦେବୁ ତାହେଲେ ତୋ ଘରକୁ ପ୍ରଳୟ କରିଦେବି। ମାନେ ତୋ ବାପା ମା ଭାଇକୁ ବିଷ ଦେଇ ମାରିଦେବି। ଆଉ ମନେ ରଖ, ମୁଁ ଲିସା, ଆଲିସା ନିଆ ସହିତ ଖେଳିବା ମୋର ପେଶା। ମନର କଥା ମନରେ ରଖ। ଏ କଥା ଯଦି କାହାକୁ କହିବୁ ତାହେଲେ ତୋ ଘରକୁ ନିଆଁ ଲଗେଇଦେବି। ନିଆଁ ହେ ଭଗବାନ, ଏ ଯୋଉଟା ଏତେ ସାଂଘାତିକ ବୋଲି ମୁଁ ଜାଣିନଥିଲି। ମୋତେ ଧୋକା ଦେଇ ମୋ ଭାଇକୁ ବାହା ହେଇଗଲା। ନା, ଏଇଟା ଗୋଟେ ସତକୁ ସତ କଞ୍ଚା ଡାହାଣୀ। ତା ସହିତ ସମ୍ପର୍କ ଥିବା କଥା ଯଦି ଆମ ଘର ଲୋକଙ୍କୁ ଆଗରେ କହିଦେବି ତାହେଲେ ସମସ୍ତଙ୍କୁ ମାରିଦେବ। ନା, କାହାକୁ କିଛି କହିବିନି, କେବଳ ସମୟକୁ ଅପେକ୍ଷା କରିବି। ହଁ, କେବଳ ସମୟକୁ।